ଅଧିବେଶନ କାରଣ ଆମର ବଜେଟକୁ ଯେଉଁ ବର୍ଷର ହିସାବ କରାଯାଏ ବିଧାନସଭାର ଦିବସ ତାକୁ ଗୋଟିଏ କ୍ୟାଲେଣ୍ଡର ଇୟର ଦେଖାଯାଏ, ତାକୁ ବଜେଟ ଇୟର ହିସାବ କରାଯାଏ। ସେ କ୍ୟାଲେଣ୍ଡର ଇୟର ଅନୁସାରେ ଇଏ ହେଉଛି ଶୀତକାଳୀନ ଅଧିବେଶନ ଓ ଶେଷ ଅଧିବେଶନ, ଯେଉଁଥିରେ ସରକାରଙ୍କର ଦିନ ରଖାଯାଇଛି, ଯାହା ଧାର୍ଯ୍ୟ ରହିଛି ବିଧି ଅନୁସାରେ ସମସ୍ତ ଦିନ ପୂରଣ କରିବେ ବୋଲି କୌଣସି ବର୍ଷ କହୁନାହାନ୍ତି। ବର୍ଷ ବର୍ଷ 50 ଦିନ ଭିତରେ ରହିଯାଇଥିଲା। ଏଇ ଯେଉଁ ଶୀତ ଅଧିବେଶନ ବସିଛି, ଏ ଅଧିବେଶନ ମୁଖ୍ୟତଃ ଆପଣମାନେ ଚର୍ଚ୍ଚା କରୁଛନ୍ତି, ତାର କାରଣ ହେଉଛି ଏ ଅଧିବେଶନରେ ଆପଣ ଦେଖିଥିବେ ଅତିରିକ୍ତ ବଜେଟ୍ ଆସିଛି। ଯେଉଁ ବଜେଟ୍ ମୂଳ ବଜେଟ୍ ଥିଲା ତାକୁ ବହୁତ ବଡ଼ ବଜେଟ୍ ବୋଲି କୁହାଯାଉଥିଲା, ସତ୍ୟ। କାରଣ ଟଙ୍କା ଦୃଷ୍ଟିରୁ ପ୍ରକୃତରେ ଏତେ ବଜେଟ୍ ଏତେ ବଡ଼ ବଜେଟ୍ ଦେଖିନଥିଲେ। ଏଥରକ ପୁଣି ତା ଦେହରେ 17,900 କୋଟି କୋଟି ଟଙ୍କା ଏଥରକ ବଜେଟ୍ରେ ରଖାଯାଇଛି ଏବଂ ଏ ବଜେଟ୍ ଆହୁରି ବଡ଼ ବଜେଟ୍ ବୋଲି କୁହାଯାଉଛି। ବଜେଟ୍ ବଡ଼ ହେବା ବଡ଼ କଥା ନୁହେଁ, ବଜେଟ୍ ପରିଚାଳନା ହେଉଛି ବଡ଼ କଥା। ବଜେଟ୍ ପରିଚାଳନା ପାଇଁ ଯେଉଁଥିପାଇଁ ଗୋଟିଏ ବାଧ୍ୟ ହେଲେ ଭାରତ ସରକାର ଗୋଟିଏ ଆଣିବା ପାଇଁ କି FRBM ଆଣୁଛି। ବଜେଟ୍ ପରିଚାଳନା କରିବା, ସୁସ୍ଥରେ ପରିଚାଳନା ନ କରିବା ଫଳରେ ଋଣ ବଢ଼ିଯାଉଛି। ବଜେଟ୍ ସୁସ୍ଥ ଭାବରେ ପରିଚାଳନା ନ କରିବା ଫଳରେ ବ୍ୟୟବରାଦ ଅହେତୁକ ଭାବରେ ଗୋଟେ ସାଇଡ୍ରେ ବଢ଼ିଯାଉଛି। ସେଥିପାଇଁ ବଜେଟ୍ ପରିଚାଳନା ପାଇଁ FRBM ଆକ୍ଟ ଆଣିଥାଏ। ସେ FRBM ଆକ୍ଟ ଅନୁସାରେ ଦେଖିବାକୁ ଗଲେ ବଜେଟ୍ରେ ଅନେକ ତ୍ରୁଟି ବର୍ତ୍ତମାନ ଦେଖାଯାଉଛି। ଆମେ ଲକ୍ଷ୍ୟ କରୁଛୁ ବଜେଟ୍ ପରିଚାଳନାରେ ଅନେକ ତ୍ରୁଟି ଯଦି ଭଲ ଭାବରେ ଅନୁଧ୍ୟାନ କରିବା ଦେଖାଯାଉଛି। କ'ଣ ଗୁଡ଼ିକ ନା ଯେଉଁ ବିଭାଗରେ 43% ଖର୍ଚ୍ଚ ହେଇନି, ମୁଁ କାହିଁକି ଏଇଟା ମୋ ତଥ୍ୟ ନୁହେଁ, CAGଙ୍କ ରିପୋର୍ଟ 43% ଖର୍ଚ୍ଚ ହେଇନାହିଁ, ସେଇ ବିଭାଗ ଗୁଡ଼ିକରେ ପଇସା ପୁଣି ଆଲଟ କରାଯାଉଛି ଏବଂ ବର୍ଷ ଶେଷରେ ଆପଣମାନେ ଦେଖିବେ ଯେ ପଇସା କିଛି ଖର୍ଚ୍ଚ ହେଇନଥିବ। ଗୋଟିଏ ନୂଆ ସ୍କିମ୍ ମାତ୍ର ଆସିଛି, ତା ପାଇଁ ମାତ୍ର 15 କୋଟି ଟଙ୍କା ତା ଦେହରେ କୁହାଯାଇଛି। ସେ ହେଉଛି ଶକ୍ତିଶ୍ରୀ ଯୋଜନା। ସରକାର ନୂଆ ଭାବରେ ଶକ୍ତିଶ୍ରୀ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି, ତା ଦେହରେ 15 କୋଟି ଟଙ୍କା ପ୍ରୋଭିଜନ ରହିଛି। ଆଉ ସବୁଗୁଡ଼ିକ ପୁରୁଣା ଯୋଜନା, ପୁରୁଣା କାର୍ଯ୍ୟକ୍ରମ ଏବଂ ପୁରୁଣା କାର୍ଯ୍ୟକ୍ରମ ଅନୁସାରେ ଟଙ୍କା ରଖାଯାଇଛି। ସବୁଥିରେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଆମର ଏ ବଜେଟ୍ରେ ଆୟ ବୃଦ୍ଧି ଘଟିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଆୟ ବୃଦ୍ଧି ନ ଘଟିଲେ ଆପଣଙ୍କର ପୁଞ୍ଜି ବିନିଯୋଗ ବୃଦ୍ଧି ଘଟିଥାଏ। ପୁଞ୍ଜି ବିନିଯୋଗ ନହେଲେ ଯେଉଁ ବଡ଼ ସ୍ଲୋଗାନ ଚାଲିଛି ବର୍ତ୍ତମାନ ବିକାଶ, ଆପଣ ଶୁଣନ୍ତୁ, ବିକାଶର ଅର୍ଥ ହେଉଛି ଆପଣଙ୍କର ଆସେଟ୍ କ୍ରିଏଟ୍ କରିବା, ଅଧିକରୁ ଅଧିକ ପୁଞ୍ଜି ବିନିଯୋଗ କରିବା, ହେଲେ ଯାଇକିରି ଆପଣ ଯେଉଁ ବିକାଶର ଲକ୍ଷ୍ୟ ରଖିଥିଲେ ଆମେ ସେଇ ବିକାଶ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବା। କିନ୍ତୁ ଦୁର୍ଭାଗ୍ୟର କଥା, ବର୍ତ୍ତମାନ ପୁଞ୍ଜି ବିନିଯୋଗ ବର୍ଷକୁ ବର୍ଷ ଏ ବର୍ଷ କମିଯାଇଛି। ପୁଞ୍ଜି ବିନିଯୋଗ ମାତ୍ର 43%ରେ ରହିଛି ଓଡ଼ିଶା ବର୍ତ୍ତମାନ ସୁଦ୍ଧା 9 ମାସ ସୁଦ୍ଧା। ଯଦି ଏଇଥିରେ ଏମାନେ ଗତି କରନ୍ତି, ଏମାନେ ଯେଉଁ ବିକାଶର ସ୍ୱପ୍ନ ବାଣ୍ଟୁଛନ୍ତି ସେ ବିକାଶ ଆଦୌ ସଫଳ ହେବ ନାହିଁ ବା କେହି ଦେଖିବାକୁ ପାଇବେ ନାହିଁ। 1987 ମସିହା ସୁଦ୍ଧା ଯେଉଁ ବିକାଶର ସ୍ୱପ୍ନ ଦେଖାଉଛନ୍ତି ତାହା କେହି ପାଇବେନି, ଦେଖିବାକୁ ପାଇବେ ନାହିଁ। ଯୁବକ ବନ୍ଧୁମାନେ, ଆପଣମାନେ ସମସ୍ତେ ଭଗବାନ କରନ୍ତୁ ସେ 36 ମସିହାର ଦେଖିକି ତାକୁ ସେ ସମୟଟାକୁ ଦେଖିବେ। ଏ ଯାହା ଆଜି କହୁଛନ୍ତି ତାହା ସେତେବେଳେ ଆଦୌ କାର୍ଯ୍ୟକାରୀ